କିଛି ଦିନ ଅନ୍ତରାଳ ପରେ ମମତାର ଅନୁଭୂତି ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜି ଆଉ ଏକ ଅନୁଭୂତିର ଗଳ୍ପକୁ। ନମସ୍କାର। ଅନୁଭୂତିଟି କିନ୍ତୁ ମୋର ନୁହଁ, ମୋର ପାରିବାରିକ ବନ୍ଧୁ ଭାଇଙ୍କର ଏକାନ୍ତ ନିଜସ୍ୱ ଅନୁଭୂତି ପୃଷ୍ଠାରୁ କିଛି, ଯାହାକି ମୋତେ ତ ବହୁତ ଭଲ ଲାଗିଥିଲା। ତେଣୁ ଇଚ୍ଛା କଲି ଆପଣମାନଙ୍କ ପାଖରେ ମଧ୍ୟ ଭାଇଙ୍କ ଅନୁଭୂତିର ଗଳ୍ପଟିକୁ ଉପସ୍ଥାପନ କରିବି। ଚାଲନ୍ତୁ ଶୁଣିବା ଭାଇଙ୍କ ଅନୁଭୂତି। ଗପଟି ଆରମ୍ଭ ହୁଏ ଏକ ମଧ୍ୟାହ୍ନ ଭୋଜନ ଟେବୁଲ ପାଖରୁ। ଖାଇବା ପ୍ରାୟ ସରି ଆସୁଥାଏ। ଫୋନର ଘଣ୍ଟି ବାଜିଲା। ପତ୍ନୀ ଛବି ଫୋନଟିକୁ ଆଣି ହାତରେ ଦେଲେ। କହିଲେ, ଦେଖ କିଏ ଫୋନ କରୁଛି। ନମ୍ବରଟି ଅଜଣା ଥିଲା। ଉଠେଇବେ ବା ନ ଉଠେଇବେ ଦ୍ୱନ୍ଦ୍ୱରେ କିଛି ସମୟ ପରେ ଉଠେଇ ଦେଇଥିଲେ ନିର୍ମଳ ଭାଇ। ନିର୍ମଳ ଭାଇ ଓରଫ ନିର୍ମଳ ପଟ୍ଟନାୟକ ଏକ ନବରତ୍ନ କମ୍ପାନୀରୁ ଅବସରପ୍ରାପ୍ତ ଉଚ୍ଚ ପଦାଧିକାରୀ ଅଟନ୍ତି। ଫୋନଟିକୁ ଉଠେଇ ହେଲୋ କହିବା ପୂର୍ବରୁ ସେପଟୁ ଶୁଣାଗଲା, ଦାଦା ନମସ୍କାର, ମୁଁ ମନୁ କହୁଛି ମାଲକାନଗିରିରୁ। ବୋଉର ଏକାଦଶ କାର୍ଯ୍ୟରେ ଆସିବେ। କଥାରେ ଦୁଃଖର କମ୍ପନ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଯଦିଓ ଦୁଃଖଦ ଖବରଟି ନିର୍ମଳ ଭାଇ ଆଗରୁ ପାଇସାରିଥିଲେ ସହକର୍ମୀ ବନ୍ଧୁ ଶିବବାବୁଙ୍କ ପାଖରୁ। ଖବରଟି ଶୁଣୁ ଶୁଣୁ ଭାଇ ସ୍ଥିର କରିଥିଲେ ଯେ ସେ ଯେମିତି ବି ହେଉ ମାଲକାନଗିରି ନିଶ୍ଚୟ ଯିବେ। କାରଣ ମନୁର ବୋଉ ଖାଲି ସହକର୍ମୀ ବନ୍ଧୁ ଶିବବାବୁଙ୍କର ଭାଉଜ ନଥିଲେ, ସେ ମଧ୍ୟ ତାଙ୍କୁ ନିଜର ବଡ଼ ଭାଉଜର ମାନ୍ୟତା ଦେଇଥିଲେ ଏବଂ ପାରିବାରିକ ସମ୍ପର୍କ ମଧ୍ୟ ଘନିଷ୍ଠ ଥିଲା। ତତ୍କ୍ଷଣାତ୍ ଟ୍ରେନରେ ତତ୍କାଳରେ ଟିକଟ କରି ବାହାରି ପଡ଼ିଥିଲେ ମାଲକାନଗିରି ବା ମାଲ୍ୟବନ୍ତଗିରି ଅଭିମୁଖେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଟ୍ରେନଟି ରାଜଧାନୀ ଭୁବନେଶ୍ୱର ଷ୍ଟେସନ ଛାଡ଼ିଥିଲା। ବରିଷ୍ଠ ନାଗରିକ ହୋଇଥିବା ଯୋଗୁଁ ତଳ ସିଟ୍ଟି ବି ମଧ୍ୟ ମିଳିଯାଇଥିଲା ନିର୍ମଳ ଭାଇଙ୍କୁ। ମାଲକାନଗିରି ଯିବା ପାଇଁ ମନରେ ଥିଲା ଅହେତୁକ ଦୁଃଖ ସାଙ୍ଗେ ଆନନ୍ଦ ମଧ୍ୟ। ତାର କାରଣ ଖାଲି ଭାଉଜଙ୍କ ଦୁଃଖ ଖବରରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଦେବା ନୁହଁ, ବରଂ ନିଜ ଶୈଶବର ଦିନଗୁଡ଼ିକ ବାପା ମା ଭାଇ ଭଉଣୀ ଓ ସାଙ୍ଗସାଥି ସାଙ୍ଗରେ ଯୋଉଠି କଟେଇଥିଲେ ସେହି ସ୍ଥାନକୁ ଦୀର୍ଘ 54-55 ବର୍ଷ ପରେ ଯିବାକୁ ଗୋଟିଏ ସୁଯୋଗ ମିଳିଥିବାର ମଧ୍ୟ। ଟ୍ରେନଟିର ବେଗ ଧୀରେ ଧୀରେ ବଢ଼ିଥିଲା। ତା ସଙ୍ଗେ ସଙ୍ଗେ ନିର୍ମଳ ଭାଇଙ୍କ ମନ ମଧ୍ୟ ଟ୍ରେନଠୁ ଆହୁରି 10 ଗୁଣ ଅଧିକା ବେଗରେ ଦୌଡୁଥିଲା ସେଇ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରି। କେତେବେଳେ କେଜାଣି ମନ ପହଞ୍ଚି ସାରିଥିଲା ମାଲକାନଗିରି ବା ମାଲ୍ୟବନ୍ତଗିରିର ସେଇ ବଣ ଜଙ୍ଗଲ ପାହାଡ଼ ଝରଣା ଡେଇଁ କରୁକୁଣ୍ଡା ବ୍ଲକରେ। ସେଇ ସମୟର ପ୍ରତିଟି ମୁହୂର୍ତ୍ତ ଆଖି କାନଭାସରେ ଚଳଚ୍ଚିତ୍ର ପରି ଭାସି ଯାଉଥିଲା। 1969 ମସିହାରେ ନନା ମାନେ ଭାଇଙ୍କ ବାପା କରୁକୁଣ୍ଡା ବ୍ଲକରେ ୱେଲଫେୟାର ଏକ୍ସଟେନସନ ଅଫିସର ଭାବରେ ଯୋଗ ଦେଇଥିଲେ। ତେଣୁ ନିର୍ମଳ ଭାଇ ନନା ବୋଉ ଓ ଦୁଇ ଭଉଣୀ ଭାଇ ସଙ୍ଗେ କରୁକୁଣ୍ଡା ଯାଇଥିଲେ। ସେତେବେଳେ ସେଠାରେ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ପ୍ରାୟ ନଥିଲା କହିଲେ ଚଳେ। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଭିତରେ କରୁକୁଣ୍ଡା ଥିଲା ଗୋଟିଏ ଛୋଟ ଗାଁ। ନନାଙ୍କ ପାଖରେ ସାଇକେଲ ହିଁ ଥିଲା ଏକମାତ୍ର ସାଧନ। ଦିନରେ ମଧ୍ୟ ବାଘ ଭାଲୁ ଓ ଅନ୍ୟାନ୍ୟ ବନ୍ୟ ପ୍ରାଣୀଙ୍କ ଭୟ ଲାଗି ରହୁଥିଲା। କିନ୍ତୁ ପ୍ରକୃତିର ଅନନ୍ୟ ରୂପ ସମ୍ଭାର ମନ କିଣି ନେଉଥିଲା। ସହରାଞ୍ଚଳ ପରି ଗହଳ ଚହଳ ବା ସୋର ଶବ୍ଦ ନଥିଲା। ଝରଣାର କୁଳୁକୁଳୁ ଶବ୍ଦ ଆଉ ପକ୍ଷୀମାନଙ୍କ ମନଲୋଭା କଳରବ ମନରେ ଅପୂର୍ବ ଶାନ୍ତି ଆଣି ଦେଉଥିଲା। ରାତି ପାହି କେତେବେଳୁ ସକାଳ ହୋଇଗଲାଣି। ଟ୍ରେନ ମଧ୍ୟ ସେଇ ସମାନ ବେଗରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଗତି କରୁଛି। ନିର୍ମଳ ଭାଇଙ୍କ ମନ ଆଉ ଥୟ ଧରୁନି। କେତେବେଳେ ଯେ ଗାଡ଼ିଟି ଷ୍ଟେସନରେ ଲାଗିବ। ନିର୍ଦ୍ଧାରିତ ସମୟରେ ମଧ୍ୟ ଟ୍ରେନଟି ଜୟପୁର ଷ୍ଟେସନରେ ରହିଲା। ସେଇଠି ଓହ୍ଲେଇ ପୁଣି ମାଲକାନଗିରି ଯିବା ପାଇଁ ବସ୍ ଧରିବାକୁ ପଡ଼ିବ। କାରଣ ଆଜି ପର୍ଯ୍ୟନ୍ତ ମାଲକାନଗିରିକୁ ଟ୍ରେନ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ। ଯାହା ହେଉ ଜୟପୁରରୁ ମାଲକାନଗିରି ଯିବା ପାଇଁ ପ୍ରସ୍ତୁତ ହେଲାବେଳେ ଗୋବିନ୍ଦପାଲିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ରାୟଙ୍କ ସଙ୍ଗେ ସାକ୍ଷାତ ହୋଇଥିଲା। ତତ୍ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ସରୋଜ ନାୟକ, ଯିଏକି ଜୟପୁର ଗାଙ୍ଗୁରାମ ମିଷ୍ଟାନ ଭଣ୍ଡାରର ମାଲିକଙ୍କ ସଙ୍ଗେ ସାକ୍ଷାତ ହୋଇ ତାଙ୍କର ଆତିଥ୍ୟ ସ୍ୱୀକାର କରିଥିଲେ ଭାଇ। ସେଇ ଅବସରରେ ବାଲ୍ୟବନ୍ଧୁ କାଳୁର ଫୋନ ନମ୍ବର ଓ ଠିକଣା ମଧ୍ୟ ପାଇଥିଲେ। ମନରେ ଅସୁମାରୀ ଖୁସି। ଏକ ତ ପୁରୁଣା ସ୍ଥାନ ଓ ପୁଣି ସେଥିରେ ବାଲ୍ୟବନ୍ଧୁ କାଳୁର ଠିକଣା ଓ ଫୋନ ନମ୍ବର ପାଇ ନିଃସ୍ୱାର୍ଥ କାମନାର ବନ୍ଧୁତ୍ୱକୁ ଭେଟିବା ପାଇଁ ମନ ବ୍ୟାକୁଳ ହୋଇ ଉଠିଲା ନିର୍ମଳ ଭାଇଙ୍କର। ମନ ଆଉ ବୋଲ ମାନୁନି। ଆଶା ଆଉ ଆଶଙ୍କା ଦୁଇ ଜଣଙ୍କୁ ସାଙ୍ଗରେ ଧରି ବସଠୁ ବି ଅଧିକ ବେଗରେ ମନ ଧାଉଁଛି। କେତେ ପ୍ରକାରର ଭାବନାରେ ମନ ଛନ୍ଦି ହୋଇଯାଉଛି କହିଲେ ନ ସରେ।
ଦୀର୍ଘ 54-55 ବର୍ଷ ପରେ ଦେଖାହବ ଶୈଶବର ସେଇ ବନ୍ଧୁ ସାଙ୍ଗେ। କାଳେ ଚିହ୍ନି ପାରିବ ଅବା ଚିହ୍ନି ନ ପାରିବାର ଦ୍ୱନ୍ଦ୍ୱ। ସେଦିନ ଥିଲା ମାତ୍ର 8-9 ବର୍ଷର କୋମଳମତି ଶିଶୁ ଦୁହେଁ। ଆଜି କିନ୍ତୁ ଦୁହେଁ 61 ବର୍ଷରେ ପଦାର୍ପିତ। ବୟସ ଆଉ ସମୟ ସଙ୍ଗେ ବନ୍ଧୁଙ୍କର ଶାରୀରିକ ପରିବର୍ତ୍ତନ ମଧ୍ୟ ତ ହୋଇଯାଇଥିବ, କାରଣ ସେ ମଧ୍ୟ ଏବେ ପରିବର୍ତ୍ତିତ ଶରୀରର ବରିଷ୍ଠ ନାଗରିକ ଅଟନ୍ତି। ଏମିତି ଏମିତି ଆହୁରି କେତେ କ'ଣ ଅତୀତରେ ଘଟି ଯାଇଥିବା ଘଟଣାଗୁଡ଼ିକ ମନେ ପଡ଼ିଯାଉଥିଲା ତାଙ୍କର। 1969ରେ ତୃତୀୟ ଶ୍ରେଣୀରେ କୋରୁକୁଣ୍ଡା ବିଦ୍ୟାଳୟରେ ନାମ ଲେଖାଇଥିଲେ ନିର୍ମଳ ଭାଇ। ସେତେବେଳେ ଶ୍ରେଣୀରେ ଭାଇଙ୍କୁ ମିଶେଇ କେବଳ 3 ଜଣ ଛାତ୍ର ହିଁ ଥିଲେ। ଏଥିରୁ ଅନୁମାନ କରାଯାଇପାରିବ ଯେ ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ମାଲକାନଗିରିରେ ଶିକ୍ଷାର ପରିଭାଷା ସେଠିକାର ଲୋକଙ୍କ ପାଖରେ ଅଜଣା ଥିଲା। ବିଦ୍ୟାଳୟ କହିଲେ ସେଇ ଏକମାତ୍ର ସ୍ଥାନ ଥିଲା ଯାହାକି ଭାଇଙ୍କ ଘରଠୁ 1 ମାଇଲ ଦୂରରେ ଥିଲା। ଯିବା ଆସିବା ପାଇଁ କୌଣସି ସାଧନ ନଥିଲା। 4 ଭାଇ ଭଉଣୀ ବିଦ୍ୟାଳୟ ଚାଲି ଚାଲି ଯାଉଥିଲେ। ବିଦ୍ୟାଳୟ ଯିବା ଆଗରୁ ଘରେ କିଛି ଖାଇ ବହି ବସ୍ତାନି ଧରି ଯାଉଥିଲେ। ଆଜିକାର ଭଳି ଟିଫିନ୍ ବା ୱାଟର ବୋତଲ ନେବା ସେମାନେ ଜାଣିନଥିଲେ। ଏପରିକି ଶୋଷ ଲାଗିଲେ ପାଖରେ ଥିବା କୂଅରୁ ପାଣି କାଢ଼ି ପିଉଥିଲେ। 1971ରେ ପଞ୍ଚମ ଶ୍ରେଣୀରେ ପାଠ ସରିବା ପରେ ଭାଇଙ୍କ ନନାଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିଲା। ତେଣୁ ସେ ସ୍ଥାନ ଛାଡ଼ି ବନ୍ଧୁମାନଙ୍କୁ ଛାଡ଼ି ଚାଲି ଯାଇଥିଲେ ନିର୍ମଳ ଭାଇ। ସେହି 2 ବର୍ଷର ବନ୍ଧୁତ୍ୱ କାଳୁ ଭାଇଙ୍କ ସଙ୍ଗେ। ବସ୍ ଲାଗିଲା ମାଲକାନଗିରି ବସ୍ଷ୍ଟାଣ୍ଡରେ। ବସ୍ର ବ୍ରେକ୍ ଦବା ଯୋଗୁଁ ଅତୀତର ସ୍ମୃତିରୁ ବାହାରି ପ୍ରକୃତିସ୍ଥ ହେଲେ ଭାଇ। ମନରେ ଖେଳିଗଲା ଅପୂର୍ବ ଆନନ୍ଦ। ଅନୁଭବ କଲେ ପବନରେ ମଧ୍ୟ ଭରି ରହିଥିଲା ସେଇ ଅତୀତର ସୁଗନ୍ଧ, ଯାହା ଆଣୁଥିଲା ଦେହରେ ଶିହରଣ। ହୋଟେଲକୁ ଯାଇ ଟିକେ ବିଶ୍ରାମ ନେଇ ବାହାରି ପଡ଼ିଲେ ପିଲାଦିନର ବନ୍ଧୁ ସାଙ୍ଗେ ମିଶିବା ପାଇଁ। ବନ୍ଧୁ ସାଙ୍ଗେ ଦେଖା ହେବା କ୍ଷଣି ସବୁ ଦ୍ୱନ୍ଦ୍ୱ ଦୂର ହେଲା। ସତେକି ହଜିଲା ରତ୍ନ ମିଳିଯାଇଛି। 2 ବନ୍ଧୁ ପରସ୍ପରକୁ କୁଣ୍ଢେଇ ଧରିଲେ କିଛି ସମୟ ପାଇଁ। ଆଜି ବୟସାଧିକ ପରିବର୍ତ୍ତିତ ଶରୀର ସତ୍ତ୍ୱେ 2 ବନ୍ଧୁ ପରସ୍ପରକୁ ଚିହ୍ନି ପାରିଲେ। ତାଠୁ ବଡ଼ କଥା ଆଉ ବା କ'ଣ ହୋଇପାରେ? ପୁରୁଣା ସ୍ମୃତି ଆଉ ଥରେ ଦ୍ୱିଗୁଣିତ ହୋଇ ଉଜ୍ଜୀବିତ ହୋଇ ଉଠିଲା। ଆଉ କାଳ ବିଳମ୍ବ ନ କରି ଭାଇ ବନ୍ଧୁଙ୍କୁ ସାଙ୍ଗରେ ଧରି ବାହାରି ପଡ଼ିଲେ କରୁକୁଣ୍ଡାର ପ୍ରତିଟି କୋଣ ଅନୁକୋଣ ବୁଲି ଦେଖିବାକୁ। ଦୀର୍ଘ 55 ବର୍ଷ ତଳର ସେଇ ସ୍ଥାନ ଆଉ ଆଜିର ଏଇ ସ୍ଥାନର ତୁଳନା କରି ଚାଲିଥିଲେ ମନ ଭିତରେ। ପୁଣି ଥରେ ସେଇ ବିଦ୍ୟାଳୟକୁ ଗଲେ, ଯୋଉଠି କଟିଥିଲା ତାଙ୍କର ଶୈଶବର କିଛି ବର୍ଷ। କିନ୍ତୁ ସେତେବେଳର ସେଇ ଛୋଟ ବିଦ୍ୟାଳୟଟି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିଲା। ତଥାପି ଖାଲି ସ୍ଥାନର ଫଟୋ ନେଇଥିଲେ ଭାଇ। ବାଲ୍ୟବନ୍ଧୁ କାଳୁଠୁ ଜାଣିବାକୁ ପାଇଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟୁ ଗୌତମଙ୍କ ମଧ୍ୟ ଅନେକ ଦିନରୁ ଦେହାନ୍ତ ହୋଇସାରିଲାଣି। ସେଠାରୁ ଆସିଲା ବେଳେ ସ୍ମୃତିଚାରଣ ହେଲା ଯେ ବିଦ୍ୟାଳୟକୁ ଯିବା ଆସିବା ବାଟରେ ଏକ ଛୋଟ ପୁଷ୍କରଣୀ ମଧ୍ୟ ପଡ଼ୁଥିଲା। ସେ ଅନେକ ଥର ବାପା, ନିରୁଅପା ଓ ସାନ ଭାଇ ନରେଶଙ୍କ ସାଙ୍ଗରେ ମିଶି ପୁଷ୍କରଣୀକୁ ଗାଧୋଇବାକୁ ଯାଉଥିଲେ। ଏମିତି ଥରେ ଗାଧୋଉ ଗାଧୋଉ ସାନ ଭାଇ ନରେଶ ପାଣି ଭିତରକୁ ଚାଲିଗଲା ବେଳେ ବାପା ଟାଣି ଆଣିଥିଲେ। ଆଉ ଥରେ ମଧ୍ୟ ଶିକ୍ଷକ ରଥ ମଧ୍ୟ ବୁଡ଼ିଗଲା ବେଳେ ବାପା ଉଦ୍ଧାର କରିଥିଲେ। ଆଜି ସେଠାରେ ଆଉ ପୁଷ୍କରଣୀ ସେହିପରି ନାହିଁ। ତାର ରୂପ ପରିବର୍ତ୍ତନ ହୋଇ ବହୁତ ବଡ଼ ଆଉ ସୁନ୍ଦର ହୋଇଯାଇଛି ସେ ସ୍ଥାନଟି। ସେଠାକାର ମାଟି ଝିଙ୍କର ଘରଗୁଡ଼ିକ ମଧ୍ୟ ଏବେ ସିମେଣ୍ଟ କଂକ୍ରିଟର କୋଠା ଘରରେ ପରିବର୍ତ୍ତନ ହୋଇଯାଇଛି। ଏସବୁ ପରିବର୍ତ୍ତନ ଦେଖି ଭାଇଙ୍କ ମନ ଖୁସି ହେବା ସାଙ୍ଗେ ଟିକେ ଦୁଃଖ ମଧ୍ୟ ହୋଇଥିଲା ବାପା ବୋଉଙ୍କ ଉଦ୍ଦେଶ୍ୟରେ। କାରଣ ଏବେ ବାପା ବୋଉ ଆଉ ଏ ଧରାପୃଷ୍ଠରେ ନାହାନ୍ତି, ଯିଏକି ଏବର ମାଲକାନଗିରି ଓ କରୁକୁଣ୍ଡାର ପରିବର୍ତ୍ତିତ ରୂପ ଦେଖି ଖୁସି ହୋଇଥାନ୍ତେ। ଅନେକ ଇଚ୍ଛା ସତ୍ତ୍ୱେ ସମୟ ଅଭାବ ଯୋଗୁଁ ନିର୍ମଳ ଭାଇ ବନ୍ଧୁଙ୍କଠୁ ବିଦାୟ ନେଇ ଆସି ମନୁବଙ୍କ ଶ୍ରାଦ୍ଧ ପ୍ରୀତିଭୋଜନରେ ଯୋଗଦେଲେ। ଭାଉଜ ଗୌରୀ ବେହେରାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ ମନୁ, ସରୋଜ ଓ ସନ୍ତୋଷ ଭାଉଜଙ୍କ 3 ପୁଅଙ୍କୁ ସାନ୍ତ୍ୱନା ଦେଇ ପୁଣି ନିଜ ଘରକୁ ପ୍ରତ୍ୟାବର୍ତ୍ତନ ପାଇଁ ବସ୍ ଧରିଲେ। ହଁ, ଘରକୁ ଆସିବା ସମୟରେ ମାଲକାନଗିରିରୁ ଆଉ କିଛି ନୂଆ ସ୍ମୃତି ସହିତ କିଛି ବନ୍ୟଜାତ ପନିପରିବା ମଧ୍ୟ ଧରି ଆସିଥିଲେ ପତ୍ନୀ ଛବିଙ୍କ ପାଇଁ। ଘରେ ପହଞ୍ଚିବା ପରେ ଛବି ଅପା ମଧ୍ୟ ଲକ୍ଷ୍ୟ କରିପାରିଥିଲେ ସ୍ୱାମୀଙ୍କ ମୁହଁରେ ଗୋଟିଏ ଅନ୍ୟ ପ୍ରକାରର ଆନନ୍ଦ। ଧନ୍ୟବାଦ। ଯଦି ଭାଇଙ୍କର ଅନୁଭୂତି ଗଳ୍ପଟି ଆପଣଙ୍କୁ ଭଲ ଲାଗିଥିବ, ତାହେଲେ ମୋର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ।